ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ଉତ୍କଳ ବିଦ୍ୟାଳୟ ପରିବାରକୁ ସ୍ୱାଗତ। ସାଙ୍ଗମାନେ, ପ୍ରଥମ ଥର ପାଇଁ ଆମ ନୂଆ ସରକାର ନୂଆ ବର୍ଷରେ ଏକ ନୂଆ ଭେଟି ଆମ ପାଇଁ ଦେଇଛନ୍ତି ଏବଂ ଏଇ ଭେଟି ହେଉଛି କେଉଁ ଆକାରରେ ସେ ଦେଇଛନ୍ତି ନା CGL 2025 ଭାବରେ ଦେଇଛନ୍ତି। ଆପଣମାନେ ଜାଣିଛନ୍ତି CGL 2025ର ବହୁତ ବଡ଼ ଭ୍ୟାକେନ୍ସି ଆସିଅଛି। ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା। କେବେଠାରୁ ଆପ୍ଲାଏ ଷ୍ଟାର୍ଟ ହେବ, ଏକ୍ଜାମ୍ ପ୍ରୋସେସ୍ କ'ଣ ରହିବ, ଏକ୍ଜାମ୍ ଫି କେତେ ରହିବ ଏବଂ ସିଲାବସ୍ କ'ଣ ରହିବ, କେତେ ପୋଷ୍ଟ ଅଛି, ଡିଟେଲ୍ସ ଆଲୋଚନା କରିବା। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଆସନ୍ତୁ ଦେଖିବା। ସାଙ୍ଗମାନେ, ଏଇ ଯେଉଁ ନୋଟିସ୍ଟି ଅଛି ଏଇଟା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଏ ନୋଟିସ୍ଟି ଅଛି ଏବଂ ଏ ନୋଟିସ୍ଟି କେବେକାର ନୋଟିସ୍ ନା ଡିସେମ୍ବର 12 ତାରିଖର ନୋଟିସ୍ ହେଲା। ଏବଂ ଏହାର ଯେଉଁ CGL ଯେଉଁ 2025 ରହିଛି ତାର ଆପ୍ଲାଏ କେବେଠାରୁ ଷ୍ଟାର୍ଟ ହେଉଛି ନା ତାର ଆପ୍ଲାଏ ଡିସେମ୍ବର 19 ତାରିଖ ପାଖରୁ ରେଜିଷ୍ଟ୍ରେସନ୍ ଷ୍ଟାର୍ଟ ହେଉଛି ଏବଂ ଲାଷ୍ଟ ଡେଟ୍ କେବେ ଅଛି ଜାନୁଆରୀ 18 ତାରିଖ ପର୍ଯ୍ୟନ୍ତ ଅଛି। ପାଖାପାଖି ଆପଣଙ୍କ ପାଖରେ ଗୋଟେ ମନ୍ଥର ସମୟ ଅଛି। ଏବଂ ଯଦି ଆମେ କହିବା ଏ ଡେଟ୍ ଅଫ୍ ଏଣ୍ଡିଙ୍ଗ ଅଫ୍ ଅନଲାଇନ୍ ଆପ୍ଲିକେସନ୍ ଲାଷ୍ଟ ଡେଟ୍ କେବେ ଅଛି, ଡିସେମ୍ବର 19 ଲାଷ୍ଟ ଡେଟ୍ ଅଛି ଏବଂ ଜାନୁଆରୀ 24 ଲାଷ୍ଟ ଡେଟ୍ ଅଛି ଆପ୍ଲାଏର। କିନ୍ତୁ ରେଜିଷ୍ଟ୍ରେସନ୍ର ଏଇଟା ସମସ୍ତଙ୍କ ଡାଉଟ୍ ରୁହେ। ମନେ ରଖନ୍ତୁ, ଜାନୁଆରୀ 18 ରେଜିଷ୍ଟ୍ରେସନ୍ର ଲାଷ୍ଟ ଡେଟ୍, ଜାନୁଆରୀ 21 ଅନଲାଇନ୍ ଆପ୍ଲିକେସନ୍ ଫର୍ମର ଲାଷ୍ଟ ଡେଟ୍ ଏବଂ ଡେଟ୍ ଅଫ୍ ଏଡ଼ିଟିଂ କିଛି ଯଦି ଭୁଲ ରହିଥାଏ ତାହାର ଲାଷ୍ଟ ଡେଟ୍ କେବେ ଅଛି, ଜାନୁଆରୀ 24 ଅଛି ତା'ର ଲାଷ୍ଟ ଡେଟ୍। ଆପ୍ଲାଏ କେଉଁ ମୋଡ଼୍ରେ ହେବ ନା www.ossc.gov.in ଏହି ମାଧ୍ୟମରେ ଆପଣ ଆପ୍ଲାଏ କରିବେ ଏବଂ କୌଣସି ଅଫଲାଇନ୍ ଆପ୍ଲାଏ ହୋଇପାରିବ ନାହିଁ। ଏବଂ ଏଇ ଯେଉଁ ପୋଷ୍ଟଟି ଅଛି ମନେ ରଖନ୍ତୁ, ଗ୍ରୁପ୍ B ଏବଂ ଗ୍ରୁପ୍ C ଦୁଇଟା କ୍ୟାଟେଗୋରୀ ମିଶିକି ଏଇ ଭ୍ୟାକେନ୍ସି ଆସିଅଛି। ତ ସାଙ୍ଗମାନେ, ଆପଣ ଲକ୍ଷ୍ୟ କରିପାରୁଥିବେ ଗୋଟେ ପରେ ଗୋଟେ ମୁଁ ଆପଣଙ୍କୁ ସ୍କ୍ରିନ୍ରେ ଦେଖାଉଛି କେଉଁ ଇଏରେ ଭ୍ୟାକେନ୍ସି, କେତେ ପରିମାଣରେ ଭ୍ୟାକେନ୍ସି ଅଛି। ଆପଣ ନିଜେ ଏହାକୁ ଭଲ ଭାବରେ ଦେଖିପାରୁଥିବେ। ଆମେ ଟୋଟାଲ୍ ଉପରେ ଯିବା। ଯଦି କେଉଁ ପରିମାଣରେ କେତେ ଭ୍ୟାକେନ୍ସି ଅଛି ଆମେ ଟୋଟାଲ୍ ଉପରେ ସାଙ୍ଗମାନେ ଲକ୍ଷ୍ୟ କରିବା। ମୁଁ ଏହାର ଯେଉଁ PDFଟି ଡେସ୍କ୍ରିପ୍ସନ୍ ଦେଇଦେବି। ଆପଣ ଟେଲିଗ୍ରାମ ଗ୍ରୁପ୍ ଜଏନ୍ ହେଇକି ଟେଲିଗ୍ରାମ ଗ୍ରୁପ୍ରୁ PDFଟି ଡାଉନଲୋଡ଼୍ କରିପାରିବେ। ଆଉ ବହୁତ ପରିମାଣ ଭ୍ୟାକେନ୍ସି ଅଛି। ଯଦି ଆମେ କହିବା ଟୋଟାଲ୍ ଭ୍ୟାକେନ୍ସି ସାଙ୍ଗମାନେ କେତେ ଅଛି, 1576। ଏହା ବହୁତ ବଡ଼ ରିକ୍ରୁଟମେଣ୍ଟ, ଯାହାଟା ଆଗରେ ବାହାରେ ଏଇଟା ବହୁତ ବଡ଼ ରିକ୍ରୁଟମେଣ୍ଟ। 1576 ଫାର୍ଷ୍ଟ ଟାଇମ୍ ପାଇଁ ନୂଆ ସରକାର ଆମ ପାଇଁ ଆଣିଛନ୍ତି। ତା ଭିତରେ ଓମେନ୍ମାନଙ୍କ ପାଇଁ କେତେ ରହିବ, 504। ସାଙ୍ଗମାନେ, ଏଇ ଓମେନ୍ ବିଷୟରେ ବହୁତ ପିଲା ପଚାରୁଛନ୍ତି ଓମେନ୍ ବିଷୟରେ କ'ଣ ନା ଏଇ 1576ରୁ 504 ଓମେନ୍ ମାନେ ରିଜର୍ଭ କରିବେ। ଯଦି ଅଧିକ ପୁଅ ପିଲା ହେଉଛନ୍ତି ବି କିନ୍ତୁ ଝିଅ ପିଲା କମ୍ ମାର୍କ ରଖୁଛନ୍ତି, ସାଙ୍ଗ ମାର୍କ କଟିଯିବ, ଏଇଟା ଓମେନ୍ ମାନେ ପାଇବେ ହେଲା। ତ ସାଙ୍ଗମାନେ, ଆପ୍ଲାଏ ପାଇଁ କ'ଣ ଦରକାର ନା ନିଜର ମେଲ୍ ଆଇ ଡ଼ି ଦରକାର ଏବଂ ନିଜର ମୋବାଇଲ୍ ନମ୍ବର ଦରକାର। ମନେ ରଖନ୍ତୁ ଏବଂ OSSC ସାଇଟ୍ରେ ଯାଇକି ଆପଣଙ୍କୁ ଲଗ୍ଇନ୍ କରିବାକୁ ପଡ଼ିବ। ଆପ୍ଲାଏ ପାଇଁ କେତେ ଟଙ୍କା ଫି ଦେବାକୁ ପଡ଼ିବ ମନେ ରଖନ୍ତୁ। ଜେନେରାଲ୍ ଆଉ SBC ପିଲା ଆପଣଙ୍କ ପାଇଁ 500 ଟଙ୍କା ଫି ଅଛି ଏବଂ SC ST ଆଉ PWD ସେମାନଙ୍କ ପାଇଁ କୌଣସି ପଇସା ଲାଗିବ ନାହିଁ। ଏବଂ ଏଇ ଯେଉଁ ଫି ସାଙ୍ଗମାନେ ମନେ ରଖନ୍ତୁ, ଏଠି ସେ କହିଦେଇଛି ଦ ଏକ୍ଜାମିନେସନ୍ ଫି paid refunded the candidate who actually appear in the recruitment process। ଯେଉଁ ପିଲା ପ୍ରିଲିମିନାରୀ ଏକ୍ଜାମ୍କୁ ଆଟେଣ୍ଡ କରିବ, ପ୍ରେଜେଣ୍ଟରେ ଦେବ, ସେଇ ପିଲା ପାଖକୁ ପଇସା ରିଟର୍ନ ଆସିବ, ବାକି ପିଲା ପାଖକୁ ପଇସା ରିଟର୍ନ ଆସିବ ନାହିଁ। ଏଇଟା ମନେ ରଖନ୍ତୁ। ସେଥିପାଇଁ ଯଦି ଆପଣଙ୍କ ସିରିୟସଲି ପ୍ରିପେୟାର ହେଉଛନ୍ତି ତାହେଲେ ପଇସା ଦେଇକି ଆପ୍ଲାଏ କରନ୍ତୁ, ନହେଲେ ଆପ୍ଲାଏ କରନ୍ତୁ ନାହିଁ। ଏଇଟା ମୁଁ ଗୋଟେ ରକମର ଭଲ ହେଇଛି, କିନ୍ତୁ କିଛି ପିଲା ଯେଉଁମାନେ ଆପ୍ଲାଏ କରୁଥିଲେ ତାଙ୍କ ପାଇଁ ପ୍ରୋବ୍ଲେମ୍ ହେବ। ଏବଂ ସାଙ୍ଗମାନେ, ଏଇ ଯେଉଁ ନିଯୁକ୍ତିଟି ଏଇଟା ଗୋଟେ ରେଗୁଲାର ନିଯୁକ୍ତି, ଏଥିରେ କିଛି କଣ୍ଟ୍ରାକ୍ଚୁଆଲ୍ ରହିବ ନାହିଁ। ତ ସାଙ୍ଗମାନେ ମନେ ରଖନ୍ତୁ, ଏଇଟା କ'ଣ ହେବ ନା ଗୋଟେ ନର୍ମାଲାଇଜେସନ୍ ପ୍ରୋସେସ୍ ଅଛି। ଯଦି ସାଙ୍ଗମାନେ ସେ କହୁଛି ଦୁଇ ରକମର ଏକ୍ଜାମ୍ ହେବ, ଗୋଟେ ଅଫଲାଇନ୍ ଏକ୍ଜାମ୍ ହେବ। ଯଦି ଅଫଲାଇନ୍ ଏକ୍ଜାମ୍ ହେଲା ତାହେଲେ ନର୍ମାଲାଇଜେସନ୍ ପ୍ରୋସେସ୍ ରହିବ ନାହିଁ। ଯଦି CBT ମୋଡ଼୍ର ଏକ୍ଜାମ୍ ହେଲା ତାହେଲେ ଏଇ ନର୍ମାଲାଇଜେସନ୍ ପ୍ରୋସେସ୍ ରହିବ। ଏଇ ନର୍ମାଲାଇଜେସନ୍ ପ୍ରୋସେସ୍ ଅନୁସାରେ ପିଲାମାନଙ୍କୁ ମାର୍କ ଦିଆଯିବ। ତ ଆପଣ ଗୋଟେ ପଢ଼ିପାରୁଥିବେ। ମୁଁ ଯେଉଁଟା ଇମ୍ପୋର୍ଟାଣ୍ଟ ଆପଣଙ୍କୁ କହିଦେଉଛି। ଏଠି ସେ ସାଙ୍ଗମାନେ କହିଦେଉଛି ଲାଷ୍ଟ ଡେଟ୍ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ, ଯେତେ ଶୀଘ୍ର ପାରିବେ ଆପ୍ଲାଏ କରନ୍ତୁ। କୌଣସି ପୋଷ୍ଟ ମାଧ୍ୟମରେ କିଛି ଇନଫର୍ମେସନ୍ ଯିବ ନାହିଁ। ସବୁବେଳେ ରେଗୁଲାର କମିଶନ ୱେବସାଇଟ୍କୁ ଆପଣ ଚେକ୍ କରୁଥିବେ। ତ ସାଙ୍ଗମାନେ, ଏଇଟା କ୍ୟାଟେଗୋରୀ ୱାଇଜ୍ ଭ୍ୟାକେନ୍ସି। ଆପଣ ନିଜର କ୍ୟାଟେଗୋରୀ ୱାଇଜ୍ ଅନୁସାରେ ଆପଣ ଚେକ୍ କରିପାରୁଥିବେ କେଉଁ କ୍ୟାଟେଗୋରୀରେ କେତେ ପରିମାଣରେ ଭ୍ୟାକେନ୍ସି ଅଛି। ମୁଁ ତା ଗୋଟେ ସ୍କ୍ରୋଲ୍ କରିକି ଯାଉଛି। ଆପଣ ଧୀରେ ଧୀରେ ଆପଣ ପୋଜ୍ କରିକି ମଧ୍ୟ ଆପଣ ଦେଖିପାରୁଥିବେ ଏବଂ ସ୍କ୍ରିନଶଟ୍ ମଧ୍ୟ ନେଇପାରୁଥିବେ। କେଉଁ ପରିମାଣରେ କେତେ ଭ୍ୟାକେନ୍ସି ଅଛି ସବୁ ଏ ବିଷୟରେ ଡିସ୍କସନ୍ ଦେଇଛି। ଆପଣ ସବୁ ଲକ୍ଷ୍ୟ କରିପାରୁଥିବେ। ମୁଁ ଆପଣଙ୍କୁ ଅନୁରୋଧ କରିବି ଆପଣ ବେଶୀ ଲେଟ୍ କରିବେ ନାହିଁ। ମିଡ୍ ଡିସେମ୍ବର
ବା ଜାନୁଆରୀରେ ଆପଣ ପୂର୍ବରୁ ଆପଣ ଆପ୍ଲାଏ କରିଦେବେ, କାରଣ ବହୁତ ପ୍ରୋସେସ୍ ଲେଟ୍ ହୁଏ, ନହେଲେ ସାଇଟ୍ ସ୍ଲୋ ହୋଇଯିବ, ଆପ୍ଲାଏରେ ବହୁତ ପ୍ରୋବ୍ଲେମ୍ ହେବ। ତ ସେଥିପାଇଁ ମୁଁ ଅନୁରୋଧ କରିବି ଆପଣ ଶୀଘ୍ର ଆପ୍ଲାଏ କରିଦିଅନ୍ତୁ। ତ ସାଙ୍ଗମାନେ ଏଜୁକେସନାଲ୍ କ୍ୱାଲିଫିକେସନ୍ ଚେକ୍ କରନ୍ତୁ। ଏଇଟା ଗ୍ରାଜୁଏସନ୍ ପୋଷ୍ଟ, ତ ସେଥିପାଇଁ ଆପଣଙ୍କୁ ୟାର ମିନିମମ୍ କ୍ୱାଲିଫିକେସନ୍ କ'ଣ ଅଛି ନା ଗ୍ରାଜୁଏସନ୍ ଅଛି। ଏଥିରେ ଗ୍ରୁପ୍ ବି ଗ୍ରୁପ୍ ସି ଦୁଇଟା ପୋଷ୍ଟ ଥିଲେ ମଧ୍ୟ ଏହା ସବୁ ଗ୍ରାଜୁଏସନ୍ ପିଲା ଆପ୍ଲାଏ କରିପାରିବେ। ତା ସହିତ ଆପଣଙ୍କର କ'ଣ ଦରକାର ନା କମ୍ପ୍ୟୁଟର ନଲେଜ୍ ଦରକାର। ଏବଂ ଏଇଠି ସାଙ୍ଗମାନେ ସ୍ପେଶାଲି ସେ କହିଦେଇଛି, ମନେ ରଖନ୍ତୁ, ହାଉଏଭର୍ ଦ ପୋଷ୍ଟ କମନ୍ କ୍ୟାଡର ଅଡ଼ିଟର ଆଣ୍ଡ ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ଅଡ଼ିଟର, ତ ସେମାନଙ୍କୁ କ'ଣ କରିବାକୁ ପଡ଼ିବ, ମିନିମମ୍ କ୍ୱାଲିଫିକେସନ୍ ସାଙ୍ଗମାନେ PGDCA ଆପଣଙ୍କର ମିନିମମ୍ ଏକ ରେକଗ୍ନାଇଜ୍ ଇନଷ୍ଟିଟ୍ୟୁଟ୍ରୁ PGDCA ଆପଣଙ୍କୁ ପାସ୍ କରିଥିବା ଦରକାର। ଏବଂ ଯଦି ଆମେ ଏଜ୍ କଥା କହିବା, କେତେ ଏଜ୍ ନା ମିନିମମ୍ ଏଜ୍ ଆପଣଙ୍କୁ 21 ବର୍ଷ ଏବଂ ମ୍ୟାକ୍ସିମମ୍ ଏଜ୍ କେତେ 42 ବର୍ଷ। ଏଇ ଯେଉଁ ଏଜ୍ରେ ଆପଣଙ୍କର କେବେଠାରୁ କାଲକୁଲେଟ୍ ହେବ ନା 2025 ଜାନୁଆରୀ 1ରୁ ଆପଣଙ୍କ ଏ ଏଜ୍ରେ କାଲକୁଲେସନ୍ ହେବ। ସାଙ୍ଗମାନେ ଏବେ ଆମେ ଡିସ୍କସ୍ କରିବା ଏକ୍ଜାମ୍ର ପ୍ରୋସେସ୍। ଏକ୍ଜାମ୍ ଦୁଇଟି ପ୍ରୋସେସ୍ରେ ହେବ, ଗୋଟେ ପ୍ରିଲିମିନାରୀ ପ୍ରୋସେସ୍, ଗୋଟେ ମେନ୍ ପ୍ରୋସେସ୍। ପ୍ରିଲିମିନାରୀ ମାର୍କରେ କେତେ ମାର୍କ ରହିବ, 150 ମାର୍କ ରହିବ। ଏହାର ସିଲାବସ୍ ମୁଁ ତଳେ ଅଛି, ମୁଁ ଆପଣଙ୍କୁ ଦେଖାଇଦେବି। ଏବଂ ଯଦି ଆମେ ମେନ୍ କଥା କହିବା ସାଙ୍ଗମାନେ, ମେନ୍ର ଯେଉଁ ଏକ୍ଜାମ୍ଟି 200 ମାର୍କର ହେବ, ସେଥିରୁ 100 ମାର୍କ ଓଡ଼ିଆ ଇଂଲିଶ ରହିବ ଏବଂ 100 ମାର୍କ ଜେନେରାଲ୍ ଷ୍ଟଡ଼ିଜ୍ ରହିବ। ଏବଂ ସାଙ୍ଗମାନେ ଆପଣଙ୍କର ଯେଉଁମାନେ ଅଡ଼ିଟର ପୋଷ୍ଟ ପାଇଁ ଆପ୍ଲାଏ କରିବେ, ସେମାନଙ୍କର ସ୍ପେଶାଲ୍ ମ୍ୟାଥମେଟିକ୍ସ ଆଉ କମ୍ପ୍ୟୁଟର ଟେଷ୍ଟ ମଧ୍ୟ ହେବ। ଦେଖନ୍ତୁ ଏଠି ସେ କହିଦେଇଛି, ଯେଉଁମାନେ ଅଡ଼ିଟର ହେଉ, ଇନ୍ସପେକ୍ଟର ହେଉ ବା ବ୍ଲକ ସୋସିଆଲ୍ ସର୍ଭିସ BSS ଓ ଜୁନିୟର ଆସିଷ୍ଟାଣ୍ଟ ପାଇଁ ସେମାନେ ଦେବେ, ସେମାନେ କମ୍ପ୍ୟୁଟର ଏକ୍ଜାମ୍ ଏକ ପ୍ରୋଭାଇଡ଼ କରିବେ। ଏହା ଏକ କ୍ୱାଲିଫାଏ ନେଚର୍, ଏହା ପାଇଁ କୌଣସି ମାର୍କ ଆପଣଙ୍କୁ ଦିଆଯିବନି, କେବଳ କ୍ୱାଲିଫାଏ କରିବାକୁ ପଡ଼ିବ। ତ ମନେ ରଖନ୍ତୁ, ପ୍ରିଲିମିନାରୀ ଏକ୍ଜାମ୍ ଯେଉଁ ହେବ, ପ୍ରିଲିମିନାରୀ ଏକ୍ଜାମ୍ରେ ମେନ୍ ଏକ୍ଜାମ୍ ପାଇଁ କେତେ ପିଲା ଯିବେ, 5 ଟାଇମ୍ସ ପିଲା ଯିବେ। ଏବଂ ମେନ୍ ଏକ୍ଜାମ୍ରୁ ଯେଉଁ ସାର୍ଟିଫିକେଟ୍ ଭେରିଫିକେସନ୍ ହେବ, ଏଠି କେତେ ପିଲା ଯିବେ, 1.5 ଟାଇମ୍ସ ପିଲା ଯିବେ। ଏବଂ ସାର୍ଟିଫିକେଟ୍ ଭେରିଫିକେସନ୍ ଯଦି କିଛି ପିଲା ରିଜେକ୍ଟ ହୁଅନ୍ତି, ଗଭର୍ଣ୍ଣମେଣ୍ଟ ଗୋଟେ ଭଲ ଡିସିସନ୍ ଏଥର ଫାର୍ଷ୍ଟ ଟାଇମ୍ ପାଇଁ କରିଛି ମୋତେ ଲାଗୁଛି, ଯେ ଯଦି ଡକ୍ୟୁମେଣ୍ଟ ଭେରିଫିକେସନ୍ରେ ମ୍ୟାକ୍ସିମମ୍ ପିଲା ନ ହୁଅନ୍ତି ବା କିଛି ପିଲା ଅଲଗା ଜବ୍ ପାଇଥିବେ ଯାଇନଥିବେ, ତାହେଲେ ସେମାନେ ଆଉ ଥରେ, ମନେ ରଖନ୍ତୁ, ଆଉ ଥରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ପାଇଁ ଡାକିବ। ତଳ ଆଡ଼ୁ କିଛି ପିଲାଙ୍କୁ ଆଉ ଥରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ଡାକିବ, ଯାହା ଏକ ବହୁତ ଭଲ ନିଷ୍ପତ୍ତି। ତ ସାଙ୍ଗମାନେ ଏବେ ଆମେ ସିଲାବସ୍କୁ ଦେଖିବା। ଆପଣଙ୍କର ଯେଉଁ ପ୍ରିଲିମିନାରୀ ଏକ୍ଜାମ୍ ହେବ, ଏଠି ଲକ୍ଷ୍ୟ କରନ୍ତୁ ଡିଟେଲ୍ ସିଲାବସ୍ ଅଫ୍ ପ୍ରିଲିମିନାରୀ ଏକ୍ଜାମ୍। ପ୍ରିଲିମିନାରୀ ଏକ୍ଜାମ୍ ପାଇଁ ଆପଣଙ୍କର କ'ଣ ସିଲାବସ୍ ରହିବ, ମ୍ୟାଥମେଟିକ୍ସ 10th ଷ୍ଟାଣ୍ଡାର୍ଡ଼ ପର୍ଯ୍ୟନ୍ତ ଆସିବ। ରିଜନିଂର ଚାର୍ଟ, ଗ୍ରାଫ୍, ଟେବୁଲ୍, ଡାଟା ସଫିସିଏଣ୍ଟ, ଇଏ ବି 10th କ୍ଲାସ୍ ପର୍ଯ୍ୟନ୍ତ ରହିବ। ଲଜିକାଲ୍ ରିଜନିଂ, ଆନାଲିଟିକାଲ୍ ଆବିଲିଟି, ଜେନେରାଲ୍ ମେଣ୍ଟାଲ୍ ଆବିଲିଟି ରହିବ। କରେଣ୍ଟ ଇଭେଣ୍ଟ ଅଫ୍ ନ୍ୟାସନାଲ୍ ଆଣ୍ଡ ଇଣ୍ଟରନ୍ୟାସନାଲ୍ ଇମ୍ପୋର୍ଟାନ୍ସ, କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ କ୍ୱେଶ୍ଚନ୍ ଆସିବ। ଏବଂ ସ୍ପେଶାଲି ଓଡ଼ିଶା ଇକୋନୋମି, ଓଡ଼ିଶା ହିଷ୍ଟ୍ରି, ଓଡ଼ିଶା ଜୋଗ୍ରାଫି, ଓଡ଼ିଶା ହେରିଟେଜ୍। ଆପଣଙ୍କ ପ୍ରିଲିମିନାରୀ କେତେ ମାର୍କର ହେବ ନା 150 ମାର୍କର ହେବ। ଏଇ 150 ମାର୍କ ଏଇ ସିଲାବସ୍ ଭିତରୁ କ'ଣ ଆସିବ, କ୍ୱେଶ୍ଚନ୍ ଆସିବ। ଏହାରୁ ଅଧିକ କ୍ୱେଶ୍ଚନ୍ କିଛି ଆସିବ ନାହିଁ। ତ ସାଙ୍ଗମାନେ ଏବେ ଆମେ ମେନ୍ ସିଲାବସ୍ କଥା ଡିସ୍କସନ୍ କରିବା। ମେନ୍ ସିଲାବସ୍ରେ ଓଡ଼ିଆ ଏବଂ ଇଂଲିଶ। ଓଡ଼ିଆରୁ ଆପଣଙ୍କର 10th ଷ୍ଟାଣ୍ଡାର୍ଡ଼ ପର୍ଯ୍ୟନ୍ତ ଓଡ଼ିଆର କ୍ୱେଶ୍ଚନ୍ ଆସିବ। ଇଂଲିଶ କିନ୍ତୁ ଆପଣଙ୍କର କ'ଣ ହେବ ନା +2 ପର୍ଯ୍ୟନ୍ତ ଇଂଲିଶ କ୍ୱେଶ୍ଚନ୍ ଆସିବ। ଏବଂ ଯେଉଁ ଗ୍ରାମାର ରହିଛି, ଏଇଟା କମ୍ପ୍ରେସନ୍ ପାଇଁ। କିନ୍ତୁ ଲାଙ୍ଗୁଏଜ୍ ପାଇଁ କେଉଁଠୁ ଆସିବ ନା ଲାଙ୍ଗୁଏଜ୍ ପାଇଁ 10th ଷ୍ଟାଣ୍ଡାର୍ଡ଼ରୁ କ୍ୱେଶ୍ଚନ୍ ଆସିବ। ଆପଣଙ୍କ ଗ୍ରାମାର ରହିଲା, ଭୋକାବୁଲାରୀ ରହିଲା ଇଂଲିଶର, ଏଇଟା 10th ଷ୍ଟାଣ୍ଡାର୍ଡ଼ ଆସିବ। କିନ୍ତୁ ପାରାଗ୍ରାଫ୍ ଆସିବ, ପେସେଜ୍ ଆସିବ, ସେଇଟା +2 ଲେଭେଲରୁ ଆସିବ। ଏବଂ ପେପର୍ 2 ଯଦି ଆମେ ଜିକେ କଥା କହିବା, ଜେନେରାଲ୍ ଷ୍ଟଡ଼ିଜ୍ କଥା କହିବା, ଆପଣଙ୍କର ଇଣ୍ଡିଆନ୍ କନଷ୍ଟିଚ୍ୟୁସନ୍, ଇଣ୍ଡିଆନ୍ ଇକୋନୋମି, ଓଡ଼ିଶା ଇକୋନୋମି, ଇଣ୍ଡିଆନ୍ ପଲିଟି, ୱାର୍ଲଡ଼ ଜୋଗ୍ରାଫି, ହିଷ୍ଟ୍ରି ଅଫ୍ ଇଣ୍ଡିଆନ୍ ହିଷ୍ଟ୍ରି, ଓଡ଼ିଶା ଆର୍ଟ ଆଣ୍ଡ କଲଚର୍ ୱିଥ୍ ସ୍ପେଶାଲ୍ ରେଫରେନ୍ସ ଟୁ ଓଡ଼ିଶା। ମାନେ ବେସିକାଲି ସେ କହୁଛି ଓଡ଼ିଶା ଉପରେ ବେଶୀ ପ୍ରାଧାନ୍ୟ ଦେଇଛି ଏଥର। ଜେନେରାଲ୍ ଇସ୍ୟୁ ଅଫ୍ ଏନ୍ଭାୟରମେଣ୍ଟ ଆଣ୍ଡ କ୍ଲାଇମେଟ୍ ଚେଞ୍ଜ +2 ଷ୍ଟାଣ୍ଡାର୍ଡ଼ରେ ଆସିବ। ସେଥିପାଇଁ ଆପଣ ସେଇ ଅନୁସାରେ ନିଜକୁ ଯେଉଁମାନେ ଅଡ଼ିଟର ଏବଂ ଏ ପାଇଁ ଏକ୍ଜାମ୍ ଦେବେ, ତାଙ୍କ ପାଇଁ କମ୍ପ୍ୟୁଟର ସିଲାବସ୍ କ'ଣ ରହିଛି, କମ୍ପ୍ୟୁଟର ଫଣ୍ଡାମେଣ୍ଟାଲ୍, MS ୱିଣ୍ଡୋ, ଅଫିସ୍ ସଫ୍ଟୱେୟାର୍, ୱାର୍ଡ଼ ପ୍ରୋସେସିଂ, MS ୱାର୍ଡ଼, MS ଏକ୍ସେଲ୍, MS ପାୱାର ପଏଣ୍ଟ, MS ଆକ୍ସେସ୍, ୟୁଜେଜ୍ ଅଫ୍ ଇଣ୍ଟରନେଟ୍, ବେସିକ୍ ନେଟୱାର୍କ ଟେକ୍ନୋଲୋଜି ଏବଂ ଆରିଥମେଟିକ୍, ଆଲଜେବ୍ରା, ଷ୍ଟାଟିକ୍ସ, ମେନ୍ସୁରେସନ୍। ଏଇଟା ମେନ୍ର ସିଲାବସ୍। ଯେଉଁମାନେ ଏଇଟା କେବଳ କ୍ୱାଲିଫାଏ, ସେଥିପାଇଁ କିଛି ପ୍ରୋବ୍ଲେମ୍ ନାହିଁ। ଏଇଟା ସାଙ୍ଗମାନେ ହେଉଛି ଗୋଟେ ଅଣ୍ଡରଟେକିଂ। ଯଦି ଆପଣ ଯାହା ବି କିଛି ପ୍ରୋବ୍ଲେମ୍ ହେଉଛି, ଆପଣ ସେଥିପାଇଁ ଆପଣଙ୍କୁ ଅଣ୍ଡରଟେକିଂ ମଧ୍ୟ ଦେବାକୁ ପଡ଼ିବ। ତ ସାଙ୍ଗମାନେ ଏହା ଥିଲା ଆଜିର ଇନଫର୍ମେସନ୍ ଭିଡ଼ିଓ। ଭଲ ଲାଗିଲେ ଲାଇକ୍, ସେୟାର୍ ଆଣ୍ଡ ସବସ୍କ୍ରାଇବ୍ କରିବେ। ଏବଂ ସାଙ୍ଗମାନେ ଯଦି ଆପଣ ଫର୍ମ ପକାଇବାରେ ପ୍ରୋବ୍ଲେମ୍ ହେଉଛି, ତ ଆପଣମାନେ ଆମକୁ ମଧ୍ୟ କଣ୍ଟାକ୍ଟ କରିପାରିବେ। ଆମେ ଆପଣଙ୍କ ଫର୍ମ ଆରାମରେ ପକାଇଦେବୁ, କିଛି ପ୍ରୋବ୍ଲେମ୍ ହେବ ନାହିଁ। ଏବଂ ଯଦି ଆପଣ ଏହାର PDF ଚାହୁଁଛନ୍ତି, ତ ଆପଣ ସାଙ୍ଗମାନେ ମନେ ରଖନ୍ତୁ, ଆପଣ ଟେଲିଗ୍ରାମ ଗ୍ରୁପ୍ ଜଏନ୍ ହେଇଯାଆନ୍ତୁ। ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ମୁଁ ଡେସ୍କ୍ରିପ୍ସନ୍ ଦେଇଦେବି ଏବଂ ସେଠି ଆପଣ PDF ପାଇପାରିବେ। ତ ସାଙ୍ଗମାନେ ରହିଲି, ନେକ୍ସଟ ଭିଡ଼ିଓ ଦେଖାଯିବ। ଜୟ ଜଗନ୍ନାଥ।